ଏପଟେ ଦୁନିଆ ଯେତେବେଳେ ଭଗବାନ ଏଲର୍ଜି ବାଟୁଥିଲେ ମୁଁ ଯାଇ ଆଗରେ ଛିଡ଼ାଇଥିଲି ମୋତେ ଏଲର୍ଜି ଦିଅ ମୋତେ ଏଲର୍ଜି ଦିଅ ମୋତେ ଥଣ୍ଡା ଦିଅ। ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ବହୁତ ଦିନ ପରେ ମୁଁ ଗୋଟେ ମର୍ଣ୍ଣିଂରୁ ଭିଡ଼ିଓ ଷ୍ଟାର୍ଟ କରିଛି, ସେଇଟା ପୁଣି 5:45ରୁ। 4-5 ମାସ ତଳେ ମୁଁ 4ଟା 4:30 ପାଖାପାଖି ମାନେ ସକାଳୁ ଉଠିଯାଏ। ଆଉ ରେଗୁଲାରଲି ମୁଁ ମୋର ଏକ୍ସରସାଇଜ୍ କରେ, ଜିମ୍ ଯାଉଥାଏ। ତ ମୋ ଦେହଟା ଟିକେ ଭଲ ରହୁଥାଏ। ଦେହ ମିନ୍ସ ମୋତେ ଥଣ୍ଡା ବହୁତ ଜୋରସେ ହୁଏ। ଏକ ତ ୱିଣ୍ଟର ସିଜନ୍ ଆସିଗଲା, ଶୀତରେ ଟିକେ ଉଠିବା କଷ୍ଟ। ତା ସହିତ ମୋର ମାନେ ଯେଉଁ ଇରେଗୁଲାର ହେଲା, ଥରେ ଅଭ୍ୟାସ ଥିବ ଚାଲିଥିବ ଅଭ୍ୟାସ ଥରେ ବିଗିଡ଼ିଲା ମାନେ ତାକୁ ଅଭ୍ୟାସ କରିବା ବହୁତ କଷ୍ଟ। ପୁଣି ଆମମାନଙ୍କ ମାନେ ପିଲା ଛୁଆର ମାଆ ଯେଉଁମାନେ, ତ ତାଙ୍କୁ ଟିକେ ଆଡ଼ଜଷ୍ଟ କରିବା ଟାଇମ୍ଟା ବହୁତ କଷ୍ଟ। ତ ସେମିତିଆ ହେଇକି ମୋର ଆଉ ଅଭ୍ୟାସ ହେଇପାରିଲାନି 3-4 ମାସ ହେବ। ଆଉ 3-4 ମାସ ନାହିଁ, ହେଇଗଲାଣି 4-5 ମାସ ହେବ। ତା ଭିତରେ ମୋର ଦେହ ବହୁତ ଜୋରସେ ଖରାପ, ମାନେ ପୁରା ଏତେ ଜୋରସେ ଥଣ୍ଡା, କେହି ଦିନ ଥଣ୍ଡା ଛାଡ଼େନି। ସବୁବେଳେ ମେଡ଼ିସିନ ଖାଇବାକୁ ପଡ଼େ। ଆଉ ମେଡ଼ିସିନ ଖାଇକି ଦେହ ଏତେ ୱିକ୍ ହେଇଯାଇଛି, ଏବେ ମାନେ ଉଠିବାକୁ ବି କଷ୍ଟ ଲାଗୁଛି। ବୋଲି ଛାଡ଼ ଝେଲା ହେଲା, କିନ୍ତୁ ନିଜ ପାଇଁ ତ ନିଜକୁ କରିବାକୁ ପଡ଼ିବ, ଆଉ ତ କେହି ଆସିକି କରିବେନି। ଆଉ ଟିକେ ଏବେ ଥଣ୍ଡା ବି କମିଲାଣି, ତ ମୋ ରୁଟିନ୍ଟା ମୁଁ ପୁଣି ଆଉ ଥରେ ଷ୍ଟାର୍ଟ କରୁଛି। କିନ୍ତୁ ସେ 4ଟା 4:30 ଅଭ୍ୟାସଟା ହେଉନି। ମୁଁ ସପ୍ତାହେ ହେବ ଉଠୁଛି, ଆଜିଠୁ କିନ୍ତୁ ଭିଡ଼ିଓଟା ଷ୍ଟାର୍ଟ କରିଛି। ଧୀରେ ଧୀରେ ପୁଣି ମୁଁ ମୋର ଟ୍ରାକ୍କୁ ଫେରିବି। ଆଉ 4ଟା 4:30ରେ ଉଠିଲେ ଆକ୍ଚୁଆଲି ନିଜ ପାଇଁକି ଟାଇମ୍ ମିଳେ, ମାନେ ନିଜେ ଅଧଘଣ୍ଟା 45 ମିନିଟ୍ ଘଣ୍ଟାଟେ ପାଖାପାଖି ଏକ୍ସରସାଇଜ୍ କରିବାକୁ ଟାଇମ୍ ମିଳେ। ତାପରେ ଯାହା ଯେମିତି ଚାହୁଁଥିବେ ଖାଇବା ପିଇବା ସବୁ ଜିନିଷ ଠିକ୍ଠାକ୍ ହେଇଯାଏ। ଟିକେ ଲେଟ୍ ହେଲା ମାନେ ନିଜ ପାଇଁ ଆଉ ଟାଇମ୍ ମିଳିବା ବହୁତ କଷ୍ଟ। ଲେଟ୍ରେ ଉଠିଲା ମାନେ ସରିଲା, ନିଜ କଥା ଭୁଲିଯାଉ। ଛୁଆ ସ୍କୁଲ ଯିବ, ଟିଫିନ୍ ନେଇକି ଯିବ, ସକାଳୁ କ'ଣ ଖାଇବ, ପୁଣି ମାନେ ଆମେ ସକାଳୁ କ'ଣ ଜଳଖିଆରେ ଖାଇବୁ, ସେଇ ସବୁରେ ପୁଣି ଲଞ୍ଚ ପାଇଁକି ରୋଷେଇବାସ, ତ ସେଇ ସବୁରେ ଟାଇମ୍ ପଳାଏ। ତେଣୁ 4ଟା 4:30 ପାଖାପାଖି ଉଠିଲେ ପୁରା ଠିକ୍ ଟାଇମ୍ଟା ମ୍ୟାନେଜ୍ ହୁଏ। ତ ଯାହା ବି ହଉ, ଆଜି ଉଠିଥିଲି 5:45ରେ। ତ ଫାଷ୍ଟ ଉଠିକି ମୁଁ ଟିକେ ନଖ ଉଷୁମ ପାଣି କରିକି ଗୋଟେ ଗ୍ଲାସ୍ ପିଇଥିଲି। ସେଇଟା 300 ml ପାଖାପାଖି ପାଣି। ଆଉ ମୁଁ ଗରମ ପାଣି ପିଏନି, ଗରମ ପାଣି ପିଇବା କଥା ବି ନୁହେଁ, ମାନେ ବହୁତ ଗରମ ପାଣି। ଆଉ ପୁରା ଥଣ୍ଡା ପାଣିଟା ସକାଳୁ ପିଇଦେଲେ ମୋତେ ଛିଙ୍କ ହେଇକି ଥଣ୍ଡା ହେଇଯିବ। ସେଥିପାଇଁ ଜଷ୍ଟ ହାଲକା ନଖ ଉଷୁମ ପାଣି କରିକି ପିଇଥିଲି। ତା 10-15 ମିନିଟ୍ ପରେ ରାତିରେ ମୁଁ ଧଣିଆ ପାଣିରେ ଭିଜେଇକି ରଖିଥିଲି। ଧଣିଆ ପାଣିଟା ଥାଇରଏଡ଼୍ ପାଇଁକି ବହୁତ ଭଲ। ମୁଁ ଲାଷ୍ଟ 3-4 ମାସ ହେବ ଧଣିଆ ପାଣି ବି ଛାଡ଼ି ଦେଇଥିଲି, ସେଥିପାଇଁକି ମୋର ଥାଇରଏଡ଼୍ ପୁରା ବଢ଼ିଯାଇଛି, 18 ପାଖାପାଖି ହେଇଯାଇଛି। ତ ପୁଣି ରେଗୁଲାରଲି ଧଣିଆ ପାଣି ଏବେ ଟିକେ ପିଇବା ଷ୍ଟାର୍ଟ କରିଛି। ଲାଷ୍ଟ 1 ୱିକ୍ ହେଲାଣି ପିଉଛି, ଏବେ ଟିକେ ଭଲ ଲାଗୁଛି। ମୋର ମଝିରେ ଧଣିଆ ପାଣି ପିଇକି ହିଁ ଥାଇରଏଡ଼୍ କଣ୍ଟ୍ରୋଲ୍ ହେଇଯାଇଥିଲା, କିନ୍ତୁ କ'ଣ କରିବା, ଅଭ୍ୟାସ ଛାଡ଼ି ଯାଇଥିଲା, ନିଜର ଭୁଲ। ଆଉ ଧଣିଆ ପାଣିକୁ ବି ସକାଳୁ ଟିକେ ଗରମ କରିକି ମୁଁ ପିଏ। ଆଉ ଗରମ କରିକି ସେ ପିଇଲା ଭିତରେ ମୋତେ ଟିଫିନ୍ ପାଇଁ, ବ୍ରେକଫାଷ୍ଟ ପାଇଁ, ଲଞ୍ଚ ପାଇଁ ଯାହା ଦରକାର ସବୁ ପରିବାପତ୍ର କଟାକଟି କରିକି, ଡାଲି ଭିଜେଇଲି, ଆଉ ସୋୟାବିନ୍ ତରକାରୀ କରିବି, ସବୁ ଭିଜେଇଲି। ତା ଭିତରେ ମୋର ଗରମ ପାଣି ବି ହେଇଯାଇଥିଲା, କାହିଁକିନା ଥଣ୍ଡା ପାଣିରେ ମୋତେ ଗାଧେଇବା ମନା। ତ ସବୁଦିନ ମୁଁ ଗରମ ପାଣିରେ ହିଁ ଗାଧାଏ। ତ ଗାଧେଇ ପାଧେଇକି ମୁଁ ମୋର ପଳେଇ ଆସିଲି ଟିକେ ଏକ୍ସରସାଇଜ୍ କରିବା ପାଇଁକି। ଏକ୍ସରସାଇଜ୍ ବି ଅଭ୍ୟାସ ଛାଡ଼ିଗଲା ମାନେ କରିବା କଷ୍ଟ। ଫାଷ୍ଟ ଯେଉଁ କରିବେ, ସେ ଯେଉଁ 8-10 ଦିନ ଯେଉଁ ଗୋଡ଼ ହାତ ଦରଜ ହେବ, ମାନେ ଇଚ୍ଛା ହେବ ନା ଆଉ କରିବିନି। କିନ୍ତୁ ସେଇ ଦରଜ ଉପରେ ବାରମ୍ବାର ମାନେ ଡେଲି କଲେ ସେଇଟା ପୁଣି ଅଭ୍ୟାସ ହେଇଯିବ। ମୋର ଆକ୍ଚୁଆଲି ୟୋଗା ବହୁତ ଦରକାର। ମୋର ଏମିତି ହେଲ୍ଥ ମାନେ ଏତେ ବେଶୀ ନାହିଁ ଯେ ମୋତେ ଏକ୍ସରସାଇଜ୍ କରିକି ତାକୁ କମେଇବାର ଅଛି। ମୁଁ ଯେମିତି ଅଛି ମୋତେ ତ ଠିକ୍ଠାକ୍ ଲାଗେ, ସେମିତି ହିଁ ରହିବାର ଅଛି। ଟିକେ ଏକ୍ସରସାଇଜ୍ ହେରିକା କଲେ ଆଉ ହେଲ୍ଥଟା ବଢ଼େନି। ଯେହେତୁ ଥାଇରଏଡ଼୍ ପ୍ରୋବ୍ଲେମ୍ ମୋର ବହୁତ ଜଲ୍ଦି ହେଲ୍ଥ ବଢ଼ିଯାଉଥାଏ, କିନ୍ତୁ ଏଇ ଏକ୍ସରସାଇଜ୍ ଆଉ ଧଣିଆ ପାଣି ଏଗୁଡ଼ା ପିଇଲା ପରେ ଟିକେ ହେଲ୍ଥ କଣ୍ଟ୍ରୋଲରେ ଅଛି। ମୋତେ ଆକ୍ଚୁଆଲି ସେ ଯେଉଁ ଥାଇରଏଡ଼୍ ହେଲା କି ଇସନଫୁଲିଆ ହେଲା, ଥଣ୍ଡା ପାଇଁକି ମୋତେ ୟୋଗାଟା ଦରକାର ନିହାତି। ସବୁଦିନ ଅଧଘଣ୍ଟା 45 ମିନିଟ୍ ପାଖାପାଖି ୟୋଗା କଲେ ହିଁ ମୋ ଦେହ ଠିକ୍ଠାକ୍ ରୁହେ। ଆଉ କିଛି ହଉ ନ ହଉ, ସୂର୍ଯ୍ୟ ନମସ୍କାର 10ଟା ତ କମ୍ପଲସରି ମୁଁ ଡେଲି କରେ। ଆଉ ତା ସହିତ କିଛି ହାଲକା ଫୁଲକା ଏମିତିଆ ୟୋଗା ଗୁଡ଼ାକ କରେ। ସବୁ କରିଛି, କିନ୍ତୁ ରେଗୁଲାର ମାନେ ମଝିରେ ମୋର ବ୍ରେକ୍ ହେଇଯାଏ ବୋଲି ପ୍ରୋବ୍ଲେମ୍ ହେଇଯାଏ। ତ ମୁଁ ବହୁତ ଦିନ ପରେ ଭାବିଲି ଆଜି ଟିକେ ଭିଡ଼ିଓ କରିବି, ଆପଣମାନଙ୍କ ସହିତ ସେୟାର କରିବି। ଆଜି ନୁହଁ, ଭାବିଛି ଏବେ ରେଗୁଲାରଲି ଭିଡ଼ିଓ କରିବି। କିନ୍ତୁ ମୋର ପ୍ରୋବ୍ଲେମ୍, ରେଗୁଲାରଲି ଭିଡ଼ିଓ ବି କରିପାରେନି, ଟାଇମ୍ ହୁଏନି। ମାନେ ଭିଡ଼ିଓ କରିବା ଚକ୍କରରେ ଯଦି ମୁଁ ରେଗୁଲାରଲି ୟୋଗା କରିପାରିଲି।
ତ ଦେଖାଯାଉ କ'ଣ ହେଉଛି। ଆଉ ଗୋଟେ ରିଜନ୍ ହେଉଛି ମାନେ ମୋ ଭିଡ଼ିଓ ଦେଖିକି ଯଦି କିଏ ଇନ୍‌ସ୍ପାୟାର ହେଇପାରିଲେ ଭଲ କଥା। କାହିଁକିନା ମୋର ମାଉସୀ ଝିଅ ଜଣେ ଅଛି, ମୁଁ ଆଗରୁ ଏମିତିଆ ରେଗୁଲାରଲି ଉଠୁଥାଏ ଭିଡ଼ିଓ ପକାଉଥାଏ। ତ ସିଏ ମୋତେ ସବୁବେଳେ କୁହେ, "ଅପା ମୁଁ ତମକୁ ଦେଖିକି ଯାହା ହଉ ଟିକେ ଉଠିବାକୁ ଏବେ ଚେଷ୍ଟା କରୁଛି, ମାନେ ମୁଁ ନିଜେ ବି ଉଠୁଛି ତମକୁ ଦେଖିଲା ପରେ ମୋତେ ଇଚ୍ଛା ହେଉଛି ଜଲ୍ଦି ଉଠିବାକୁ।" ସେଇଆ ଭାବିଲି ଯଦି ଆଉ କିଏ ସେମିତିଆ ଥିବେ, ମୋତେ ଦେଖିକି ଯଦି ତାଙ୍କର ବି ଇଚ୍ଛା ହବ, ମୋତେ ଟିକେ ଖୁସି ଲାଗିବ ଜାଣିଲା ପରେ ଆଉ। ଜାଣିବି କେମିତି କମେଣ୍ଟ କଲା ପରେ, ଯଦି କିଏ ସେମିତିଆ କରୁଥିବେ ତାହେଲେ କମେଣ୍ଟ କରିବେ। ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ରେଗୁଲାରଲି ତାଙ୍କର ପୁରା ହେଲ୍ଦି ଲାଇଫଷ୍ଟାଇଲ୍ ବଞ୍ଚୁଛନ୍ତି, ହେଲ୍ଦି ଖାଇବା ଖାଉଛନ୍ତି। କିନ୍ତୁ ଆମେ ତ ସେତେ ଅଧିକା, ମାନେ ମୋ କଥା କହୁଛି, ମୁଁ ତ ସେତେ ଅଧିକା କରିପାରେନି। କିନ୍ତୁ ଯେତିକି ଯେତିକି ମାନେ ଆମ ଦ୍ୱାରା ପସିବୁଲ୍, ଯେତିକି ମୁଁ କରିପାରେ ସେତିକି କରେ। ଏ ଏକ୍ସରସାଇଜ୍ ଯୋଗା ହେଲା, ନହେଲେ ଖାଇବା ପିଇବାରେ। ଆଜିକାଲି ତ ଖାଇବା ପିଇବା କେଉଁଟା ହେଲ୍ଦି ଅନହେଲ୍ଦି ସେଇଟା ଭଗବାନଙ୍କୁ ଜଣା। କିନ୍ତୁ ଆମ ଜାଣତରେ ଯେଉଁଟା ଆମକୁ ଲାଗେ ହେଲ୍ଦି, ସେମିତିଆ ଖାଇ ପିଇକି ବଞ୍ଚିଯିବା କଥା ଆଉ। ମୁଁ ସେପଟେ ୟୋଗା ହେରିକା ସାରିକି ଆସିଲା ବେଳକୁ ମୋ ପୁଅ ଏଇଠି ଉଠି ଯାଇଥିଲା। ଆଉ ସିଏ ତାର ସବୁଦିନ ସେ 7:30 ଭିତରେ ସିଏ ଉଠିଯାଏ। ଆଉ ନିଜେ ଉଠିଲା ମାନେ ସିଏ ତାର ନିଜେ ନିଜର ବ୍ରସ୍ କରି ମୁହଁ ଧୁଏ। ନିଜ କାମଟା ସେ ନିଜେ କରିଦିଏ, ମୋତେ ଆଉ କରିବାକୁ ପଡ଼େନି। ତ ସିଏ ଏଇଠି ପଳେଇ ଆସିଛି, ତାର ବ୍ରସ୍ କରିବ। ମୋତେ ଏବେ ବି ଥଣ୍ଡା ଅଛି, ମୋ ତଣ୍ଟିଟା ଟିକେ ଗଣ ଗଣ ହେଇକି ଶୁଭା ହେଉଛି, ତାକୁ ଇଗ୍ନୋର କରିବେ। ତ ତାପରେ ମୁଁ ଏଇଠି ପଳେଇ ଆସିଲି, ଟିକେ ନଖ ଉଷୁମ ପାଣି କରିବି, ମାନେ ଜଷ୍ଟ ଖାଲି ପାଣିର ମାନେ ଯେଉଁ ଥଣ୍ଡାଟା କମିବ। ମୋ ପୁଅକୁ ସବୁଦିନ, ତାକୁ ବି ଥଣ୍ଡା ପାଣି ଦିଏନି, ହାଲକା ଉଷୁମ ପାଣି ସବୁଦିନ ଦିଏ। ସିଏ ବ୍ରସ୍ କରିସାରିଲା ପରେ ଆଗେ ଗୋଟେ ଗ୍ଲାସ୍ ପାଣି ପିଇବ, ତାପରେ ସେ ତାର ପେଟ ସଫା କରିବ, ତାପରେ ଯାଇକି ସିଏ ଖାଇବ। ଏଇଟା ହେଉଛି ତାର ସବୁଦିନର ଅଭ୍ୟାସ। ଏଠି ଦିନରେ ଗରମ ଲାଗୁଛି, ଭୋର ଟାଇମ୍‌ରେ ଆଉ ସକାଳୁ ଟିକେ ଥଣ୍ଡା ଲାଗୁଛି। ସେଥିପାଇଁ ମୋ ପୁଅ ବ୍ରସ୍ କରି ଆସିକି କମ୍ବଳ ଭିତରେ ପଶିଯାଉଛି। ମୋତେ ଟିକେ ଥଣ୍ଡା ହେରିକା କମ୍ ହେଲେ ମୁଁ ସମସ୍ତଙ୍କ ପାଇଁକି ସବୁ କାମଟା କରିଦିଏ। ଆଉ ଯଦି ଥଣ୍ଡା ହେଇଗଲା ସରିଲା, ମୁଁ ନିଜ ପାଇଁ ତ କିଛି କରିପାରେନି, ଆଉ କାହା ପାଇଁକି କ'ଣ କରିବି। ତ ଏଇଠି ଆମ ମା ପୁଅଙ୍କର ଗଲା, ଏବେ ମୋ ସ୍ୱାମୀଙ୍କର ପାଳି। ତାଙ୍କ ପାଇଁକି ଚିଆ ସିଡ୍ ରାତିରେ ଭିଜେଇକି ରଖିଦେଇଥିଲି। ଏବେ ସେଇଥିରେ ଗରମ ପାଣି ମିଶେଇକି ସେଇଥିରେ ହାଫ୍ ଲେମ୍ବୁ ଚୁପୁଡ଼ିକି ତାଙ୍କୁ ଦେଲି ପିଇବାକୁ। ତାଙ୍କର ଯେଉଁ କାମ ନା, ସେ ସବୁବେଳେ ବସିକି ହିଁ କାମ କରନ୍ତି, ତ ତାଙ୍କର ଟିକେ ପେଟ ବଢ଼ିଯାଏ। ପୂର୍ବରୁ ତାଙ୍କର ପେଟ କମି ଯାଇଥିଲା ଏଇସବୁ କରିକି। ଏବେ ପୁଣି ମାନେ ମଝିରେ ତାଙ୍କ ପାଇଁ ବି ଛାଡ଼ି ଦେଇଥିଲି, କିଛି କରୁନଥିଲି। ଏବେ ପୁଣି ଷ୍ଟାର୍ଟ କରିଛି। ଚିଆ ସିଡ୍, ଗରମ ପାଣି, ସେଥିରେ ଲେମ୍ବୁ ଚୁପୁଡ଼ିକି ସକାଳୁ ଖାଲି ପେଟରେ ପିଇଲେ ପେଟ କମେ। ଏକ୍ସରସାଇଜ୍ ହେଉଛି 20%, ଖାଇବା ପିଇବା ହେଉଛି 80%। ଏକ୍ସରସାଇଜ୍ କଲେ ଦେହ ଫ୍ରି ଲାଗେ, ହଁ ଦେହ ମେଣ୍ଟେନ୍ ବି ରୁହେ, କିନ୍ତୁ ତା ସହିତ ଖାଇବାଟା ଗୋଟେ ହେଉଛି ମାନେ ବହୁତ ଇମ୍ପୋର୍ଟାଣ୍ଟ ରୋଲ୍। କ'ଣ ଖାଉଛନ୍ତି, ତେଲ ମସଲା କେତେ କ'ଣ ଖାଉଛନ୍ତି, ତ ସେଗୁଡ଼ାକୁ ଟିକେ ଜଗିଲେ, ତା ସହିତ ଏକ୍ସରସାଇଜ୍ କଲେ ମୋତେ ଲାଗେ ଦେହ ଠିକ୍ ଠାକ୍ ରୁହେ। ତ ଆଜି ଆମର ବ୍ରେକଫାଷ୍ଟରେ ଥିଲା ଚୁଡ଼ା, କଦଳୀ, ମୁଗ ରାତିରେ ଭିଜେଇଥିଲି, ତା ସହିତ ନଡ଼ିଆ କୋରା, ଆଉ ଟିକେ ଅମୁଲ ପକାଇଦେଲେ ସେଇଟା ଟିକେ ଭଲ ଲାଗେ, ବେଶୀ ଟେଷ୍ଟି ଲାଗେ। ତା ସହିତ ଗୁଡ଼ ପକାଇକି ଆଉ ଟିକେ ଲୁଣ ଦେଇକି ଚକଟିକି ଦେଇଦେଲି। ଏଇଟା ମୋ ପୁଅର ମାନେ ସିଏ ଏବେ ଖାଇବ, ଆମେ ପରେ ଖାଇବୁ, ସେଥିପାଇଁକି ତାକୁ ଆଗ ଗୋଳେଇକି ଦେଇଦେଲି, ତା ବାବା ତାକୁ ସେଠି ଖୁଆଇଦେବେ। ଆଉ ବ୍ରେକଫାଷ୍ଟରେ ମୋତେ ତେଲ ଫେଲ ଜିନିଷ ମାନେ କିଛି ବନାଏନି। କେଉଁଦିନ ଚୁଡ଼ା ହେଲା, କେଉଁଦିନ ଓଟ୍ସ ହେଲା, ଏମିତି ଆମର ବ୍ରେକଫାଷ୍ଟରେ ଖାଇଦେଉ। ତାପରେ ମୁଁ ବିଟରୁଟ୍, ଗାଜର, ଆମ୍ଲା ଆଉ ବେଦାନା, ଯେଉଁଟା କୁହନ୍ତି ଡାଳିମ୍ବ, ତାର ଗୋଟେ ଜୁସ୍ ବନେଇଛି। ଆଉ ସେଇଟା ପିଇବୁ ଆମେ ବ୍ରେକଫାଷ୍ଟ କରିବା ପୂର୍ବରୁ। ମୁଁ ଯାହା ଯାହା ବି ପିଇଲି କି ମୋ ସ୍ୱାମୀଙ୍କୁ ଦେଲି, ସବୁଥିରେ ଅଧଘଣ୍ଟା 45 ମିନିଟ୍ ଗ୍ୟାପ୍ ରଖିକି, ମାନେ ଗୋଟେ ପିଇ ସାରିଲା ପରେ ତାର ଅଧଘଣ୍ଟା 45 ମିନିଟ୍ ପରେ ଆଉ ଗୋଟେ ପିଏ। ତ ସିଏ ଏବେ ଯିବେ 9ଟା ବେଳେ ପୁଅକୁ ସ୍କୁଲକୁ ଛାଡ଼ିବାକୁ, ତା ପୂର୍ବରୁ ସେଇଟା ପିଇ ଦେଇକି ଯିବେ। ତାପରେ ଆସିଲା ପରେ ଆମର 9:30 ପରେ ଆମେ ବ୍ରେକଫାଷ୍ଟ କରିବୁ। ଆଉ ଆମେ ବ୍ରେକଫାଷ୍ଟ କଲା ଟାଇମ୍‌କୁ ପୁଣି ଚୁଡ଼ା କଦଳୀ ଚକଟିକି ଖାଇଦେବୁ। ତ ଏବେ ଆଉ କିଛି ଆଜି ରୋଷେଇ ହେବନି, ମାନେ ପୁଅର ଟିଫିନ୍ ବନା ହେବନି। ସିଏ ଆଜି ମଖାନା ନେଇକି ଯିବ କହିଥିଲା, ସେଥିପାଇଁକି ମୁଁ ତା ପାଇଁ ଗରମ ପାଣି ବସାଇଦେଲି। ସେ ଗରମ ପାଣିରେ ଗାଧେଇକି ଯିବ, କାହିଁକିନା ମୋ ପୁଅ ସବୁଦିନ ସକାଳୁ 8:30, 8:45ରେ ସେ ଗାଧେଇକି ତାପରେ ସ୍କୁଲ ଯାଏ। ତ ଏତେ ସକାଳୁ ଛୋଟ ପିଲା ଗାଧେଇବ ନା, ସେଥିପାଇଁକି ଗରମ ପାଣିରେ ହିଁ ତାକୁ ସବୁଦିନ ଗାଧେଇକି ପଠାଏ। ଆଉ ତାପରେ ମୁଁ ଯେଉଁ ଡାଲି, ମସୁର ଡାଲି ଆଉ ମୁଗ ଡାଲି ବତୁରେଇଥିଲି, ସେଇଥିରେ ଅଦା, ପିଆଜ, ଆଉ ବିଲାତି, ଜିରା, ହଳଦୀ, ଲୁଣ, ତେଜପତ୍ର ସବୁ ଦେଇକି ତାକୁ 3ଟା ଖଣ୍ଡେ ସିଟି ମାରିଦେବି। ବଘାରିଲା ବେଳକୁ ଖାଲି ତେଲ, ଅଳ୍ପ ଟିକେ ତେଲରେ ଫୁଟଣ ଲଙ୍କା ଦେଇକି ତାକୁ ବଘାରିଦେବି। ବିଟରୁଟ୍, ଗାଜର ଜୁସ୍‌ଟା ଆମେ ତ ପିଉ, ତା ସହିତ ମୋ ପୁଅକୁ ବି ମୁଁ ଟିକେ ଟିକେ ଦିଏ। ତ ଆମେ ପିଉ ଖାଲି ପେଟରେ, କିନ୍ତୁ ମୋ ପୁଅ ଖାଇସାରିଲା ପରେ ମୁଁ ତାକୁ ଦିଏ। ତା ଭିତରେ ମୋ ପୁଅର ସ୍କୁଲ ଟାଇମ୍ ହେଇଯାଇଥିଲା, ତାକୁ ତା ବାବା ଗାଧେଇ ପାଧେଇକି ଡ୍ରେସ୍ ପିନ୍ଧେଇକି ରେଡ଼ି କରିଦେଇଛନ୍ତି। ମୁଁ ଏଇଠି ତାର ଟିଫିନ୍ ପ୍ୟାକ୍ କରିଦେଲି। ନା ସେଇଟା ଯେଟା ପିଅ କହିଦେ। ଭଲ କି ଯୁଆଡ଼େ ରେଡ଼ି ହେଇଯିବ ମାନେ ଏତେ ତରତର ହୁଏ ମୋ ପୁଅ, ସେ ସ୍କୁଲ ଯେଉଁ ବାହାରି ପଡ଼ିଛି ତରତରରେ ଜଲ୍ଦି ଜଲ୍ଦି ପିଇ ଦେଇକି କେମିତିଆ ହେଉଛି। ନିଅ
आज होमवर्क अच्छे ना बाबा को दे दियो तुम्हें बाबा को दे हेलमेट तुम्हारा होमवर्क बुक अच्छे ना हाँ तो निया हेलमेट निया निया हिंदी बुक भी अच्छी लेटर राइटिंग बुक भी अच्छी नंबर बुक अच्छी और एक्टिविटी एक्टिविटी बुक अच्छी सही पाई मुझे हां बरा मुझे कथा और पेंसिल भी अदर पेंसिल भी भारी टाटा बाबा टाटा टाटा ଯେତେବେଳେ ଉଠ ଲେଟ୍ କରିକି ଉଠ କି ଜଲ୍ଦି ଉଠ 9ଟା ପର୍ଯ୍ୟନ୍ତ ବସିବା ପାଇଁ ଟାଇମ୍ ନାହିଁ ପୁଅକୁ ପୁରା ରେଡ଼ି କରିକି ତା ଟିଫିନ୍ ଫିଫିନ୍ ତାକୁ ଖୁଆ ପିଆ ତାକୁ ଟିଫିନ୍ କରିକି ସ୍କୁଲ ପଠାଇ ସାରିଲା ପରେ ଟିକେ ବସିବାକୁ ଟାଇମ୍ ହୁଏ ଆଉ ଏମିତିରେ ବି ଆଜି ଉଠିବାକୁ ଲେଟ୍ ହେଇଥିଲା ସକାଳୁ ଉଠିକି ଫାଷ୍ଟ ଉଷୁମ ପାଣି ପିଇଥିଲି ତାପରେ ଧଣିଆ ପାଣି ଏବେ ଏଇଟା ଯେଉଁ ଗାଜର ବିଟ୍ରୁଟ୍ ଡାଳିମ୍ବ ପକେଇକି ଜୁସ୍ ବନେଇଥିଲି ଜୁସ୍ଟା ପିଇକି ଡାଲି ସିଝିବାକୁ ବସେଇ ଦେଇଛି ଭାତ ବି ବସେଇବି ଏବେ ବସେଇ ଦେଇକି ଯିବି ପୂଜା କରିବି ପୂଜା କରିସାରିକି ଖାଇସାରି ମାନେ ତାପରେ ଯାଇକି ଖାଇବେ ଯେତିକି ପିଏ ତା ଭିତରେ ଅଧଘଣ୍ଟା ଘଣ୍ଟା ଗ୍ୟାପ୍ ଏଇଟା ଆଗ ପିଇଦେବି ତାପରେ ଯିବି ପୂଜା କରିବାକୁ ଥଣ୍ଡା ହେଇକି ପୁରା ହାଲତ ଖରାପ ହେଇଗଲା ଆଉ ହେବନି ମୁଁ 4-5 ମାସ ତଳେ ଠିକ୍ଠାକ୍ ଥିଲି ମୋର ଏମିତିଆ ରୁଟିନ୍ ଚାଲିଥାଏ ବହୁତ କିଛି ନହେଲେ ବି ଯେତିକି ପାରେ ମୁଁ ସେତିକି କରେ ଏଇଟା ପୁଣି ଆଜିଠୁ ନୁହେଁ ହେଇଗଲାଣି ସପ୍ତାହ ହେବ ଷ୍ଟାର୍ଟ କରିଛି କିନ୍ତୁ ଭିଡ଼ିଓଟା ଆଜି କରିବା ଷ୍ଟାର୍ଟ କରିଛି ଭିଡ଼ିଓ କଲା ମାନେ ସବୁ ଜିନିଷ ଟିକେ ଲେଟ୍ ହୁଏ ଏମିତି ନର୍ମାଲ୍ କାମ ହେଇଯାଉଥିବ କିନ୍ତୁ ଭିଡ଼ିଓ କରିବା ମାନେ ଯେଉଁ କାମଟା 5 ମିନିଟ୍ ହେଉଥିବ ସେଇଟା 10 ମିନିଟ୍ ଟାଇମ୍ ଲାଗିବ ଭାବିଲି ଆପଣମାନଙ୍କ ସହିତ ସେୟାର କରିଦେବି ଯଦି କାହା କାମରେ ଆସିବ ଆଉ ମାନେ ଦୁଇଟା କାରଣ ଭିଡ଼ିଓ କରିବା ଗୋଟେ ହେଉଛି ମୁଁ କରୁଛି ମାନେ ଭିଡ଼ିଓ ଚକରେ ଯଦି ମୋର ଅଭ୍ୟାସଟା ରହିବ ଆଉ ମାନେ ଏମିତି ବି କରେ ଭିଡ଼ିଓ ନ କଲେ ବି ମୁଁ କରେ କିନ୍ତୁ ରେଗୁଲାର କରିପାରେନି ତ ଭିଡ଼ିଓ କରିବା ଚକରେ ଯଦି ରେଗୁଲାର ହେଇଯିବ ଆଉ ତା ଛଡ଼ା ଯଦି ମାନେ କ'ଣ କାହାକୁ ଯଦି ଦରକାର ଥିବ ମାନେ ମୋ ଭିଡ଼ିଓ ଦେଖିକି କାହାର ଯଦି କିଛି ହେଲ୍ପ ହେଇପାରିବ ଭଲ କଥା ଦେହକୁ ନ ଜଗିଲା ବେଳକୁ ହେଉନି ମୋର ତ ଦେହ ଖରାପ ହେଇଯାଉଛି ଆଉ କାହା କଥା ମୁଁ କହିପାରିବିନି ମୁଁ ଟିକେ ନ ଜଗିଲା ବେଳକୁ ହାଲତ ଖରାପ ମେନ୍ ତ ଥଣ୍ଡା ଆଉ ଥାଇରଏଡ଼୍ ଇସନଫୁଲିଆ ଡଷ୍ଟ ଏଲର୍ଜି ଆଉ ଯେଉଁ ତରକାରୀ ରାନ୍ଧିଲେ ଛୁଙ୍କ ସେ ଏଲର୍ଜି ସବୁ ଏଲର୍ଜି ଦୁନିଆରେ ଯେତେବେଳେ ଭଗବାନ ଏଲର୍ଜି ବାଟୁଥିଲେ ମୁଁ ଆଗରେ ଛିଡ଼ାଇଥିଲି ମୋତେ ଏଲର୍ଜି ଦିଅ ମୋତେ ଥଣ୍ଡା ଦିଅ ଆଉ ଯେଉଁ ଡକ୍ଟର ପାଖକୁ ଗଲେ ଡକ୍ଟର କହୁଛନ୍ତି ନିଜେ ଯେତେ ଜଗିକି ରହିପାରିବ ମେଡ଼ିସିନ କିଛି ନାହିଁ ମେଡ଼ିସିନ ଖାଇଦେଲେ କମିଯାଉଛି ପୁଣି 24 ଘଣ୍ଟା ପରେ ମେଡ଼ିସିନ ଶେଷ ମୋର ରୋଗ ବି ବାହାରି ପଡ଼ୁଛି ଏଲର୍ଜି ପାଇଁ ମେଡ଼ିସିନ କିଛି ନାହିଁ ଏମିତି ଜୀବନସାରା ଚାଲିବାକୁ ପଡ଼ିବ ଆଉ ଜଗିକି ସେଥିପାଇଁ ଟିକେ ହେଲ୍ଥ ମାନେ ଇମ୍ୟୁନିଟି ପାୱାର ଟିକେ ବଢ଼ିବାକୁ ପଡ଼ିବ ବଡ଼ିର ଯିବା ପୂଜା କରିବା ତାପରେ ଏଇଠି ଆଉ ଯାହା ରୋଷେଇ ବାକି ଥିଲା ପଳେଇ ଆସିଲି ରୋଷେଇ କରିବାକୁ ଏଇ ଶାଗଟା ଆପଣମାନେ ଜାଣିଛନ୍ତି କି ନାହିଁ କହିବେ ୟାର ନାଁ ହେଉଛି ଆମଜୋଳି ଶାଗ ଯାହାର ଟେଷ୍ଟ ହେଉଛି ଖଟା ମାନେ ସୁନସୁନିଆ ଶାଗ ଭଳିଆ ଦେଖିବାକୁ କିନ୍ତୁ ପତଳା ପୁରା ପତଳା ତ ତାକୁ ଆଳୁ ଆଉ ସେ ଶାଗ ପିଆଜ ସୋରିଷ ବଟା ଲୁଣ ହଳଦୀ ଲଙ୍କା ସବୁ ଦେଇକି ତାକୁ ଗୋଳେଇକି ଖାଲି ବସେଇଦେବି ବାଟି ବସା ହେବ ତାପରେ ମୁଁ ପଳେଇ ଆସିଲି ଖାଇବାକୁ ସେଇ ଚୂଡ଼ା କଦଳୀ ବ୍ରେକଫାଷ୍ଟରେ ଆଉ ତ ଏଇଟା ଥିଲା ସକାଳୁ 5:45ରୁ 9:30 10ଟା ପର୍ଯ୍ୟନ୍ତ ମୋର ରୁଟିନ୍ पूरा दिन जो वीडियो कले तो वीडियो बहुत लंबा हो कि आज जो वीडियो एति पुणी देखा गोटे नेक्स्ट वीडियो आउ आज लंच थिला भात भात कमे देकी एबे भात जगह रुटी माने अल्प भात और 2टा रुटी ता सहित से आमजोली शाग पोड़ा ता सहित डाली आउ सोयाबीन आलू तरकारी तो बस आज वीडियोटा एति पुणी देखा गोटे नेक्स्ट वीडियो से बाय बाय टेक केयर।